ଝାରସୁଗୁଡ଼ାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଝାରସୁଗୁଡ଼ା ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟମାନଙ୍କ ଦ୍ୱାରା ରାଜସ୍ୱ ମନ୍ତ୍ରୀକୁ ଆଜି ଦିଆଯାଇଛି ଏକ ଦାବିପତ୍ର। ଅନେକ ଶିଳ୍ପ କଳକାରଖାନା ଖଣି ଓ ବ୍ୟବସାୟ ପ୍ରତିଷ୍ଠାନ ଦ୍ୱାରା ଭର୍ତ୍ତି ହୋଇଥିବା ତଥା ଓଡ଼ିଶାର ରାଜସ୍ୱକୁ ସର୍ବାଧିକ ଅବଦାନ ଦେଉଥିବା ଝାରସୁଗୁଡ଼ା ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଅଦ୍ୟାବଧି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଏପରିକି ବର୍ତ୍ତମାନ ସୁଦ୍ଧା ଏକ ସରକାରୀ କଲେଜ ଜିଲ୍ଲାରେ ହୋଇନାହିଁ। ଜିଲ୍ଲାର ସର୍ବପୁରାତନ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ କିମ୍ବା ବ୍ରଜରାଜନଗର କଲେଜର ଜମି ସମସ୍ୟା ସମାଧାନ ହୋଇପାରିନାହିଁ। ଶିଳ୍ପ କାରଖାନା ପାଇଁ ଏହି ଅଞ୍ଚଳର ଲୋକେ ସର୍ବାଧିକ ତ୍ୟାଗ କରିଛନ୍ତି ଓ ଶିଳ୍ପ ପାଇଁ ସରକାର ହଜାର ହଜାର ହେକ୍ଟର ଜମିକୁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ପରିତାପର ବିଷୟ ଯେ କୌଣସି ଶିକ୍ଷା ଅନୁଷ୍ଠାନର ବିକାଶ ପାଇଁ ଜମି ମିଳିବାରେ ଅସୁବିଧା ହେଉଛି। ଆଜି ଝାରସୁଗୁଡ଼ା ଆଞ୍ଚଳିକ ବିକାଶ ପରିଷଦର ଆବାହକ ଶ୍ରୀ ମନମୋହନ ପଣ୍ଡିତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭବିଷ୍ୟତରେ ଝାରସୁଗୁଡ଼ା ଜିଲ୍ଲାର ଶିକ୍ଷା ବିକାଶ ପାଇଁ ଅନ୍ତତଃ 30 ଏକର ଜମି ସହରର 5-10 କିଲୋମିଟର ପରିଧି ମଧ୍ୟରେ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରିବା ସହିତ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବାକୁ ଅନୁରୋଧ କରାଯାଇଛି। ମନ୍ତ୍ରୀ ଶ୍ରୀ ପୂଜାରୀ ଆସନ୍ତା ଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଜମିର ସତ୍ତ୍ୱ ଏବଂ ଆବଶ୍ୟକ ଅନୁସାରେ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି ପ୍ରତିନିଧି ମଣ୍ଡଳରେ ବିଶିଷ୍ଟ ଓକିଲ ଶ୍ରୀ ତ୍ରିନାଥ ଗୋହାଲ, ଶିକ୍ଷାବିତ୍ ଡକ୍ଟର ସରୋଜ କୁମାର କୁଁୱର, ଶ୍ରୀ ବାଦଲ ଦାସ, ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରାଧ୍ୟାପକ ତପନ କୁମାର ବାରିକ, ଶ୍ରୀ ନିରଦକାନ୍ତ ମିଶ୍ର, ଗଣେଶ ନାୟକ, ଦିନେଶ ଜୈନ, ଉଦିତ ପଣ୍ଡା, ନଟବର ସାଙ୍ଘାଇ ଓ ମହମ୍ମଦ ଇରଶାଦ ପ୍ରମୁଖ ସାମିଲ ହୋଇଥିଲେ।